ଆଜ୍ଞା କିଛି ଶ୍ରମିକ ସଂଗଠନ ତରଫରୁ ଆଜି ଭାରତ ବନ୍ଦ ଡାକରା କରାଯାଇଛି। ଏଥିରେ ସାମିଲ ହୋଇନି ବିଏମ୍ଏସ୍। କ'ଣ କହିବେ? କ'ଣ ରହିବ ଆପଣଙ୍କ ପ୍ରତିକ୍ରିୟା? ବାସ୍ତବିକ ଭାରତୀୟ ମଜଦୁର ସଂଘ ଶ୍ରମିକମାନଙ୍କ ସପକ୍ଷରେ ଶ୍ରମିକମାନଙ୍କ ହିତ ପାଇଁ ଯେତେ ଗୁଡ଼ିଏ ଆନ୍ଦୋଳନ ତାକୁ ସମର୍ଥନ କରେ। ନିଜେ ମଧ୍ୟ ବହୁବାର ଆନ୍ଦୋଳନ କରିଛି। ଆଜିର ଯେଉଁ ଆନ୍ଦୋଳନ ଡାକରା ଅନ୍ୟାନ୍ୟ କେନ୍ଦ୍ରୀୟ ସଂଗଠନ ଗୁଡ଼ିକ ତରଫରୁ ଦିଆଯାଇଛି ସେଇଥିରେ ଆମେ ସାମିଲ ନାହୁଁ। ତାଙ୍କର ଯେଉଁ ଗୁଡ଼ିଏ ଦାବି ଅଛି, ପ୍ରମୁଖ ଦାବି 4ଟା ଲେବର କୋଡ଼ ସରକାର ଫେରସ୍ତ ନେଉ। ଆମର କହିବା କଥା ଯେଉଁ 4ଟା ଲେବର କୋଡ଼ କେନ୍ଦ୍ର ସରକାର ପ୍ରଣୟନ କରିବା ପାଇଁ ଚାହିଁଛି ସେଥିରୁ ଦୁଇଟି ଲେବର କୋଡ଼ ଶ୍ରମିକମାନଙ୍କ ସପକ୍ଷରେ ଅଛି, ୱେଜ୍ କୋଡ଼ ଏବଂ ସୋସିଆଲ ସିକ୍ୟୁରିଟି କୋଡ଼। ଏ ଦୁଇଟା ଶ୍ରମିକମାନଙ୍କ ପକ୍ଷରେ ଅଛି, ତାକୁ ବିରୋଧ କରିବା କ'ଣ ପାଇଁ? ତାକୁ ଆମେ ସମର୍ଥନ କରିବା। ଆଉ ଦୁଇଟି କୋଡ଼ OHS କୋଡ଼ ଏବଂ IR କୋଡ଼, ଏଇ ଦୁଇଟି କୋଡ଼ ଶ୍ରମିକମାନଙ୍କ ବିପକ୍ଷରେ ଅଛି, ଶ୍ରମିକମାନଙ୍କ ପାଇଁ କ୍ଷତିକାରକ ଅଛି। ତେଣୁ ଏଇ ଦୁଇଟି କୋଡ଼କୁ ବିରୋଧ କରିବା। ଭାରତୀୟ ମଜଦୁର ସଂଘ ଏଇ ଦୁଇଟି କୋଡ଼କୁ ବିରୋଧ କରୁଛି ଏବଂ ଏଇ ଦୁଇଟି କୋଡ଼କୁ ଆମେଣ୍ଡମେଣ୍ଟ କରିବା ପାଇଁ ଭାରତୀୟ ମଜଦୁର ସଂଘ ବହୁତ ପ୍ରସ୍ତାବ ଦେଇଛି କେନ୍ଦ୍ର ସରକାରଙ୍କୁ ଏବଂ କେନ୍ଦ୍ର ସରକାର ସହିତ ଭାରତୀୟ ମଜଦୁର ସଂଘ ରୀତିମତ ଆଲୋଚନା କରୁଛି। ଏ ଯେଉଁ ଅନ୍ୟାନ୍ୟ କେନ୍ଦ୍ରୀୟ ମଜଦୁର ସଂଘ ସବୁ ଅଛନ୍ତି, କେନ୍ଦ୍ରୀୟ ଶ୍ରମ ସଂଗଠନ, ସେମାନେ ଆମେଣ୍ଡମେଣ୍ଟ କରିବା ପାଇଁ ତାଙ୍କର ପ୍ରସ୍ତାବ ଦେଉଛନ୍ତି। ସର୍ବାଧିକ ପ୍ରସ୍ତାବ ସେମାନେ ଦେଇଛନ୍ତି। ଏଆଡ଼େ ଓପନଲି ପବ୍ଲିକରେ 4ଟା ଯାକ ଲେବର କୋଡ଼କୁ ବିରୋଧ କରୁଛନ୍ତି। ଏମିତି ଡବଲ ଷ୍ଟାଣ୍ଡାର୍ଡ ଶ୍ରମିକମାନଙ୍କ ଆଗରେ ସେମାନେ ଖେଳୁଛନ୍ତି। ଆଉ ଗୋଟିଏ କଥା ଯେ ସାର୍ବଜନୀନ କ୍ଷେତ୍ର ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇକରଣ ବନ୍ଦ କରିବା। ଭାରତୀୟ ମଜଦୁର ସଂଘ ମଧ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଘରୋଇକରଣ ବିରୁଦ୍ଧରେ ପୂର୍ବରୁ ବହୁବାର ଆନ୍ଦୋଳନ କରିଛି। 2022 ମସିହାରେ ଭାରତୀୟ ମଜଦୁର ସଂଘ ତରଫରୁ ଅଲ୍ ଇଣ୍ଡିଆ ସ୍ତରରେ ଦିଲ୍ଲୀର ଯନ୍ତର ମନ୍ତର ଠାରେ ଏହା ବିରୁଦ୍ଧରେ ଆନ୍ଦୋଳନ କରିଥିଲା। ଲକ୍ଷ ଲକ୍ଷ ସାର୍ବଜନୀନ କ୍ଷେତ୍ରର ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀ ସେଥିରେ ଯୋଗଦାନ କରିଥିଲେ। କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ମଧ୍ୟ ପରବର୍ତ୍ତୀ ସମୟରେ କରିଥିଲେ ଏବଂ ସେହିଦିନ ଠାରୁ ଏ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ପ୍ରାୟ ବନ୍ଦ ଅଛି। ତାର ଉଦାହରଣ ସ୍ୱରୂପ ଆମେ ଏଇ ନିକଟରେ ଦେଖିବା, ତାଳଚେର ଯେଉଁ ଫର୍ଟିଲାଇଜର କର୍ପୋରେସନ ଅଫ୍ ଇଣ୍ଡିଆ ଥିଲା ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ସେଇଟା ବନ୍ଦ ହୋଇଗଲା ପରେ ପୁନର୍ବାର ଆଉ ଗୋଟିଏ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିଁ ସେଇଠି ତିଆରି ହେଉଛି। ବର୍ତ୍ତମାନ ତାର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି TFL ନାଁରେ। ତେଣୁ ଘରୋଇକରଣ ଆଉ ହେବାର ନାହିଁ ଏବଂ ଭବିଷ୍ୟତରେ ଯଦି ଘରୋଇକରଣ ହୁଏ ବି ଆମେ ବିରୋଧ କରିବା। 3 ନମ୍ବର ଆଉ ଗୋଟିଏ ପ୍ରମୁଖ ପଏଣ୍ଟ ଅଛି, ସର୍ବନିମ୍ନ ମଜୁରୀ 30,000 ଟଙ୍କାକୁ ବା 28,000 ଟଙ୍କା ବୃଦ୍ଧି କରିବା। ଏଇ ଯେଉଁ ଆନ୍ଦୋଳନ ଆଜି ହେଉଛି ଏଥିରେ କୁଆଡ଼େ ବିଜୁ ଶ୍ରମିକ ସାମୁଖ୍ୟ ମଧ୍ୟ ଯୋଗଦାନ କରିଛି ବା HMS ମଧ୍ୟ ଯୋଗଦାନ କରିଛି। ଆପଣମାନେ ଜାଣିବା ଦରକାର ଯେ ଏଇ ନିକଟ ଅତୀତରେ ତାଙ୍କର ସରକାର ଥିଲା, ବିଜୁ ଜନତା ଦଳର ସରକାର ଓଡ଼ିଶାରେ ଥିଲା। ସେମାନେ କେବେ ଏଇ ସର୍ବନିମ୍ନ ମଜୁରୀ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଆନ୍ଦୋଳନ କରିଛି ନା ନବୀନ ନିବାସ ଘେରାଉ କରିଛି? କିଛି ନାହିଁ। ଏଇଟା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଶ୍ରମିକମାନଙ୍କର ଭାବନା ସହିତ ଖେଳି ଶ୍ରମିକମାନଙ୍କର ସ୍ୱାର୍ଥକୁ ଉପେକ୍ଷା କରି ନିଜର ରାଜନୈତିକ ଅଭିଳାଷକୁ ଚରିତାର୍ଥ କରିବା ପାଇଁ ଏ ଆନ୍ଦୋଳନ ଡାକରା ଦେଇଛି ଏବଂ ଏହି ପ୍ରକାରର ରାଜନୈତିକ ଆନ୍ଦୋଳନକୁ ଭାରତୀୟ ମଜଦୁର ସଂଘ ବିରୋଧ କରେ, ସହଯୋଗ କରେ ନାହିଁ। ଏଇଥିପାଇଁ ଆମେ ଏ ଆନ୍ଦୋଳନରେ ଆଜି ସାମିଲ ନାହୁଁ।